ନବରଙ୍ଗପୁର ଜିଲ୍ଲାରେ ବିଶେଷ କରି ଉମରକୋଟ ଝରିଗାଁ ଏବଂ ରାଇଘର ଅଞ୍ଚଳରେ ପାଖାପାଖି 50 ବର୍ଷରୁ ଅଧିକ ଦିନ ଧରିକିରି ଗାଁ ଗହଳିରେ ଜନସାଧାରଣ ବସବାସ କରି ଆସିଛନ୍ତି। ଛୋଟ ଘରଟିଏ କରିଛନ୍ତି, ଦୋକାନଟିଏ କରିକି ଚଳୁଛନ୍ତି। ଜିଲ୍ଲା ପ୍ରଶାସନ ତରଫରୁ ଛୋଟିଆ ନୋଟିସ ଗୋଟେ ଦେଇକିରି ସେମାନଙ୍କୁ ଯୋଉ ଭାଙ୍ଗି ଦିଆ ହଉଛି ତାଙ୍କର ଘରକୁ, ତାଙ୍କର ଦୋକାନକୁ, ସେଥିପାଇଁ ଆଜିର ଏଇ ପ୍ରେସ ମିଟ୍ରେ ମୋର କହିବାର ଉଦ୍ଦେଶ୍ୟ ହେଲା ଯେ ସେମାନଙ୍କର ପାଇଁ କିଛି ଥଇଥାନର ବ୍ୟବସ୍ଥା କରିକିରି ଯାହା କିଛି ମାନେ ଭାଙ୍ଗିବା ପ୍ରକ୍ରିୟା ଯାହା କିଛି କରିବା କଥା ସେମାନଙ୍କୁ କୌଣସି ଥଇଥାନ କରାହଉନି। ଆପଣମାନେ ଦେଖୁଥିବେ ଝରିଗାଁ ବ୍ଲକର ହାତୀବାଡ଼ିରେ 28ଟି ପରିବାର ଦୀର୍ଘ ଦିନ ଧରିକିରି ସେମାନେ ବସବାସ କରୁଥିଲେ, ତାକୁ ଉଚ୍ଛେଦ କରି ଦିଆହେଲା। ଉମରକୋଟ ପାଖରେ ମେନ୍ଦାବେଡ଼ା ଗାଁରେ କିଛି ଲୋକ ଦୋକାନ କରିଥିଲେ, ସେମାନଙ୍କୁ ମଧ୍ୟ ଉଚ୍ଛେଦ କରି ଦିଆହେଉଛି। ବର୍ତ୍ତମାନ ଉମରକୋଟ ସହରକୁ ଯଦି ଆମେ ଦେଖିବା ମାନେ 80% ସରକାରୀ ଜମି। ଏଣୁ ଯଦି ସେ ଅଞ୍ଚଳରେ ଯଦି ସବୁ ଘର ଦ୍ୱାରକୁ ନୋଟିସ ଦେଇକି ଯଦି ଭାଙ୍ଗିଦେବ ତାହେଲେ ଲୋକ ଆଉ କ'ଣ କୁଆଡେ ଯିବେ? ଲୋକ ଗରିବ ଲୋକଟିଏ 1 ସେଣ୍ଟ 2 ସେଣ୍ଟରେ ଗୋଟେ ଘର ଗୋଟେ ବନେଇଛନ୍ତି, ଦୋକାନଟିଏ କରିଛନ୍ତି, ସେମାନେ କୁଆଡେ ଯିବେ? ଆମର କହିବା କଥା ଜିଲ୍ଲା ପ୍ରଶାସନ ସେ ଉପରେ ଗୁରୁତ୍ୱ ଦିଅନ୍ତୁ। ଝରିଗାଁରେ ମଧ୍ୟ ସେଭଳି ପରିସ୍ଥିତି ହେଇଛି। ସଦର ମହକୁମାରେ କିଛି ଲୋକ ଦୋକାନ ବଜାର କରିଛନ୍ତି ବର୍ଷ ବର୍ଷ ଧରିକିରି, ସେମାନଙ୍କର ମଧ୍ୟ ଯେହେତୁ ଜଙ୍ଗଲ ଜମିରେ ସେମାନେ ରହିଛନ୍ତି, ପଟା ବି ହେବାର ସମ୍ଭାବନା ନାହିଁ। ଏଣୁ ଆମେ ଅନୁରୋଧ କରୁଛୁ ସେମାନଙ୍କୁ ଯୋଉ ଭାଙ୍ଗିବା ଘର ଦ୍ୱାର ଭାଙ୍ଗିବା ଦୋକାନକୁ ଭାଙ୍ଗିବା ପାଇଁ ଯୋଉ ପ୍ରୟାସ କରାହଉଛି ନୋଟିସ ଦେଇକିରି, ସେଟା ଜିଲ୍ଲା ପ୍ରଶାସନ ସେଥିରୁ କ୍ଷାନ୍ତ ରୁହନ୍ତୁ ଏବଂ ପ୍ରଥମ ପର୍ଯ୍ୟାୟରେ ଆମେ ଜିଲ୍ଲା ପ୍ରଶାସନ ସହିତ ମଧ୍ୟ ଖୁବ କମ ଦିନ ଭିତରେ ଆଲୋଚନା କରିବୁ। ବ୍ୟବସାୟୀ ଯୋଉମାନେ ରହିଛନ୍ତି, ସାଧାରଣ ଲୋକ ଯୋଉମାନେ ରହିଛନ୍ତି, ସେମାନଙ୍କ ସହିତ ଆଲୋଚନା କରି ଜିଲ୍ଲା ପ୍ରଶାସନ ସହିତ ଆଲୋଚନା କରିକି ଯାହା ପଦକ୍ଷେପ କଥା ନେବା କଥା ଜିଲ୍ଲା ପ୍ରଶାସନ ନିଅନ୍ତୁ। କିନ୍ତୁ ଏଇ ଜାଗାରେ କୌଣସି ପଦକ୍ଷେପ ଏଠି ସ୍ଥାନୀୟ ମନ୍ତ୍ରୀ ରହିଛନ୍ତି, ବିଧାୟକ ରହିଛନ୍ତି, ସାଂସଦ ରହିଛନ୍ତି, ସେମାନେ କହୁଥିଲେ ଯେ ଡବଲ ଇଞ୍ଜିନ ସରକାର ଆସିଲା ଡବଲ ବିକାଶ କ'ଣ ହେଲା? ଗରିବ ଲୋକଙ୍କର ଘରକୁ ଭାଙ୍ଗିକିରି କ'ଣ ବିକାଶ କରିବା ପାଇଁ ଚାହୁଁଛନ୍ତି, କ'ଣ ମେସେଜ ଦେବା ପାଇଁ ଚାହୁଁଛନ୍ତି? ଏଣୁ ଆମେ ଅନୁରୋଧ କରୁଛୁ ଜିଲ୍ଲା ପ୍ରଶାସନ ୟାକୁ ସିରିୟସଲି ନିଅନ୍ତୁ ଏବଂ ଲୋକଙ୍କ ସହିତ ଆଲୋଚନା କରି ଯାହା ପଦକ୍ଷେପ କଥା ନିଅନ୍ତୁ।